दिन पर हलटा मुझे धरती ना नहीं खुशी लगुच दिन को 1000 आउ मासक 1000 ये हूँ जंगल रे बारहा गाँव रे घोषरी ना कि जो बिल को जाऊँगी आज आमर बिल तली पड़ो माँ सान कुड़ी सान कुका गले मु भी तली पकाए किंतु मोर एतटा तली पकेवा हुए तली पकई सब मेचा मेचा हो कका जेहेतु भल तली पकाती से माँ कहले ना ना तू पकानी तू तली पकईले सब माने मेचा मेचा करदेव से कका को डाकि ये हूँ आमर पाकेट धान टी हूँ सुखिल पकेले एत भल गछ हुए आटा ये को गजेकी जब पकेबा ताले भल गछ आसो आठ भी आमर आनी पाकेट धान किंतु एतटा भल गछ होनी बोली से आम भी पाकेट धान आनीचु से कादुओ करके गजा करके पकेमु आवा आम देखा कका केमी तली पकाउं देखा कि नमस्कार भाई भाई मैंने आउ एक नुआ वीडियो मु निरंजन नायक आपण स्वागत जनाऊँगी वीडियो को प्रथम रो शेष देखो वीडियो जब भल लगी लाइक करूँ सब्सक्राइब करूँ सांग सहित शेयर करूँ जेहेतु नुआ यूट्यूबर कौट भी भूल भाल रही जाऊ कमेंट माध्यम जनातु आदि कौटी भूल भाल रही जाए आपण मानक मु क्षमा चाहूँगी यहीटा खाल रहा यहीटा कि पानी ए चारिपट नालीटा ये गोटे मझे करद सीधा सीधा कले पानी गोटा सीधा पड़ो जाए खाई এইটা টিকে করে দাও না এইটা এই হিড করে করে করদেলে পানটাক ইয়ে দিব এটা পথর বিলটা এটা পাটে হল কলে ঘাট গুড় ঘাট গুড় করে হ্যাঁ कौन ये बोईब कि तलागा एत कम पे आनुच कि तो खाल हो गला पानी सेपट जीव जमी से कर पानी से नाली बाटे गला एपटे पास कर से माटीटा को माँ तल को टाण खाल हम खाल है माने पानी रहा पचो से गदा है कौन कर देख कौन कौन मैं ये कि धान कि चंदी जो आटे गदा है एतीरा ठीक से मेचा मेचा पड़ो फाइनाली आमर तली पकईवा सरी जाइए देखिपारे केते सुंदर भाव में नाड़ी करी माटी की सामान कले चारिपड़ सारा चारि सामान कर सारा
ତଳି ପକାଇ ଆରମ୍ଭ କଲେ। ଏଇଭଳି ଭାବରେ କକା ତାଙ୍କର ଭଲ ଭାବରେ ତଳି ପକାନ୍ତି। ମୋତେ ଆଜି ଭାରି ଖୁସି ଲାଗୁଛି। ମୁଁ ଏବେ ବହୁତ ଦିନ ପରେ ବଳଦ ହଳରେ ହଳ କରିବା ପାଇଁ ଯାଉଛି। ମୁଁ ଏଇନା ପଡିଥାନ୍ତି କଚାଳ ଏଠି। ମତେ କହୁଥିଲା ଆଏ ଯୋଉ ନିମ୍ବ ମୂଳେ, ଯୋଉ ନିମ୍ବ ମୂଳେ। ଆଇଥିଲା ସିଏ କହୁଥିଲା ହାଟ ବା କଲା ନା କଣ ସେଇ ଯୋଉ ଇଏ ମଦ ତଳେ। ବହୁତ ଦିନ ପରେ ହଳଟା ମୁଁ ଧରିଛି ନା ନାଇଁ, ଟିକେ ଖୁସି ଲାଗୁଛି ଆଉ। ଆଉ ବଳଦ ହଳ ମିଳୁଛି ନା, ସବୁ ତ ଗାଡି ଟ୍ରାକ୍ଟର ଇଏ ପାୱାର ଟେଲର। ଭଲ ଲାଗୁଥିଲା ମୋର, ବହୁତ ଦିନ ହେଲାଣି ବଳଦ ହଳରେ ହଳ ନାହିଁ। ଚାଲ 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 ଆଗ ଆଗ। ଚାଲ ସିଧା ସିଧା। ଚିହ୍ନାନ୍ତି ବୋଧେ ସେଥିରେ ଏପଟ ସେପଟ ହଉଛନ୍ତି। ଚାଲ ଚାଲ ଚାଲ। ଥକି ଯାଉଛ ନା କଣ? ବଳଦ ଘରେ ହଳ ହଉଛି। ଏବେ ତ ସବୁ ଟ୍ରାକ୍ଟର ହଳ ହଉଛି, ଏବେ ବଳଦ ହଳରେ ଏତିକି ନା ଆଉ କାହାର ଦଉଲୁ? ହଁ ମାଟା ପୁରା ସମାନ। ହଁ ନା କାଦୁଅ ବଢିଆ ହଉଛି। ମାନଙ୍କୁ ଦେଖେଇବି ଗୋଟିଏ ପଶୁ, ତାର ଗୋଟିଏ ନା ଦୁଇଟି ରୂପ। ଆଉ ସେ ପାଟିରେ ତାଡ଼ିକି ଖାଏ, ମାନେ ପାଟିରେ ମାଟି ତାଡ଼ିବ। ଆଉ ଯେଉଁ ଫଳମୂଳ ରହିଥିବ ମାଟିରେ, ସେ ଫଳମୂଳକୁ ସେ ପାଟିରେ ଖାଏ। ଆଉ କେଉଁଠି ରୁହେ, ଆଉ ଏ ଭିଡ଼ିଓରେ ଆପଣମାନେ ଦେଖିପାରିବେ। ଚାଲନ୍ତୁ ଦେଖିବା ସେ ପଶୁଟି କ'ଣ। କାଲି ଆଣିଥିଲା ପଟେ, କାଲି ଗୋଟେ ଆମର ଏଠି ବୁଲୁଥିଲା। କାଲି ଗୋଟେ ଏଠି ବୁଲୁଥିଲା। ହଁ ଗୋଟେ ଏତେ ବଡରେ, ଏଇ ପାଖାପାଖି 12ଟା 1ଟା ବେଳକୁ ଦିନ ବେଳେ। ଛୋଟ ଛୁଆ କାହିଁ ଲୋ, ଛୋଟ ନାହାନ୍ତି। କେଡେ କେଡେ ଘୁଷୁରି। ଆଉ ଜଙ୍ଗଲ ତ ଏଇଗୁଡା ବାରା ଦେଖାଯାନ୍ତି ଆଉ କଣ। ସେ କୁକୁର ଦେଖି ସେ କୁକୁର ସିଆଡେ ସାଇଡ ହେଇଗଲାଣି। ବଡ ଛୋଟ ମିଶିକି ରହିଛନ୍ତି। ପୁଅ ତମ ଘର କୋଉଠି? ଆଁ ବୈଦାଖିଆ। ଓହୋ ଉଲଙ୍ଗ ରାନ୍ଦିଆ ଉଲଙ୍ଗ। ଆମକୁ ଗୋଟେ ଦଉନ ଏ ପୁଅ। ଏ ପୁଅ ଆମକୁ ଗୋଟେ ଦଉନ, ଦବ ନାଇଁ? ପଇସା ଦବୁ?
ଆସ୍। ଆଉ ବିକ୍ରି କରିବନି ତାହେଲେ କଣ କରିବ? କଣ ଖାଉଛନ୍ତି ଏମାନେ? ମାଟିକି ପୁରା ହଳ କଲା ଭଳିଆ କରିଦଉଛନ୍ତି ମାଟି। ଗୋଟେ ବିକିବ ନାଇଁ? ଗୋଟେ ବିକିବ ନାଇଁ? ଗୋଟେ ବିକିବନି 20-25 ହେଲେ ବିକିବ? ନା ବେ ଏତେ ମୁଁ କଣ କରିବି ମୋର ଗୋଟେ ଖଣ୍ଡେ ଦରକାର। ମୁଁ ଗୋଟେ ତମ ସହିତ ଗଲେ ହବନି ନା? ଆଁ ମୁଁ ଗୋଟେ ତମ ସହିତ ଚଲେଇବି। କେତେ ପଇସା ଦବ କୁହ ମତେ? 1000 ଦିନକୁ 1000? ଆଉ ମାସକୁ 1000? ଏ ମୁଁ ମାସକୁ 1000 ମତେ ଦବ ମୁଁ ତାହେଲେ ମୋ ଘର ସଂସାର ମୁଁ ଚଳେଇବି କେମିତି? କହୁଛି ମାସକୁ 1000 ଦେବି। କଣ ଦେଖିବା ପାଇଁ ଦୌଡୁଛ ବେ? ଶୋବେ ଏ ଶୋବେ। ଇଏ ହଉଛି ଜଙ୍ଗଲରେ ବାରହା, ଗାଁରେ ଘୁଷୁରୀ ନାଇଁ କି? ଜଙ୍ଗଲରେ ବାରହା, ଗାଁରେ ରହିଲେ ଘୁଷୁରୀ। ବେ ଅନା ବେ ସିଏ ଦୌଡିଛି ପଡିବ ବେ ସିଏ। କଣ୍ଢେଇ କଣ ତା ନା କଣ୍ଢେଇ ନା କଣ? ଏ କୁକୁର ଟା କଣ ହଉଛି ଦେଖନି? ସେଇଗୁଡା ବଡ ବଡ କଣ ବେ? ସେଇଗୁଡା ବା ବଡ ବଡ ବା। ଆଇ ଆର ବା ବଡ ବଡ ବା। ସେଇଗୁଡା ସବୁଠୁ ବଡ ବଡ ଦେଖା ଯାଉଛନ୍ତି। ବାପରେ। ତୁ ଦେଖିଲୁ ନା ଘୁଷୁରୀ? ଶୋବେ ଇଏ ଘୁଷୁରୀର ଇଂଲିଶ କଣ? ହଁ କଣ ଘୁଷୁରୀ କି ଇଂଲିଶ ରେ କଣ କହନ୍ତି? ପିଗ୍ ଆଁ ପିଗ୍ ମାନେ ଘୁଷୁରୀ। ଏ କୁକୁର ଟା ଦେଖ ତ କଣ ହଉଛି କୁକୁର ଟାକୁ ନେଇଯିବେ ନା? ଏ କୁକୁର ବା କୁଆଡେ ଧାଇଁଛନ୍ତି ବେ? ଦେଖିପାରୁଛନ୍ତି କେତେ ବଡ ବଡ ଘୁଷୁରୀ? ବହୁତ ବଡ ବଡ। ସେ କଣ ଖାଉଛନ୍ତି ଦେଖ? ଏଇପଟେ ଅଧିକ ଅଛନ୍ତି। ଏତେ ଛୋଟ ଛୋଟ ଛୁଆ ମାନଙ୍କୁ ଘୁଷୁରୀ ଚରା କରନ୍ତି ଏ ବୟସରେ ପାଠ ପଢିବା କଥା। ଘୁଷୁରୀ ମାନଙ୍କୁ ଗରମ ହେଇଗଲା ପାଣିରେ କଣ ଦାବିଲେନି ସବୁ। କଣ ଖାଉଛନ୍ତି ସେମାନେ? ଘାସ ପତ୍ର ସବୁ ଖାଇଛନ୍ତି। ଇଏ ଗୋଟେ ଘାସ ଟା ଚୋରି ପକେଇଲାଣି। ଡରୁନାହାନ୍ତି ଜଙ୍ଗଲ ବାରହା ଡିଟୋ ଏମିତି ଦେଖିବା ପାଇଁ।
ପୁରା ଥଣ୍ଡା ଲାଗୁଛି ଆଉ ସେଥିପାଇଁ ପଡ଼ିଗଲେ ସବୁ ଆଉ। ଉଇ। ଏବେ ସବୁ ଚାଷ ଟାଇମ ଆସିଗଲା। ଧାନ ତଳି ପଡ଼ିବା ସମୟ ହେଇଯାଇଛି। ଯଦି କୋଉ ଭାଇ ମାନେ ଚାଷ କରୁଛନ୍ତି ଏ ଯୋଉ ଘୁଷୁରିକି ନେଇକି ବିଲରେ ଭର୍ତ୍ତି କରିଦେବେ ସେ କାଦୁଅ କରିଦେବେ। ଦେଖନ୍ତୁ କୋଉ ଭଳିଆ କାଦୁଅ କରିଦେଇଛନ୍ତି। ତଳି ପକେଇବା ପାଇଁ ବଢିଆ ହେଇଛି ଆଉ।